ସକାଳୁ ସକାଳୁ ଉଠି ଠାକୁର ଘରେ ଦେଖିଲି ବହୁତ ସାରା ଫୁଲ ରଖାଯାଇଛି। ବୋଉ ଆଣି ବୋଧେ ରଖିଦେଇଛି। ଆମକୁ ଯାହା ମୁଁ ଦେଖୁଛି, ଯେଉଁଠି ଦେଖୁଛି ସବୁ ତୁମ ପ୍ରସାଦ ତୁମକୁ ଅର୍ପିଲେ ହେବ ସିନା ଅପରାଧ। ଯେତେ ଯେ କହିଲେ ବି ଆମେ କ'ଣ ମାନିବା? ଠାକୁରଙ୍କୁ ଫୁଲ ବେଶ ନ କଲେ ଆମକୁ ଭଲ ଲାଗିବନି। ବର୍ଷା ଯୋଗୁଁ ଆଜି ସତେଜ ହେଇ ସବୁ ଗଛ ଲତା ବହୁତ ସୁନ୍ଦର ଭାବେ ଫୁଲ ସବୁ ଲଦି ହେଇକି ଫୁଟିଛି। ସକାଳୁ ସକାଳୁ ବାପା ଗାଧେଇକି ଆସିବା ପରେ ବାପାଙ୍କୁ ଏବେ ଦେଇଦେଲି ମାଣ୍ଡିଆ ଯାଉ, ଯାହାକୁ କୁହାଯାଉଛି, ଟିକେ ଇଂଲିଶରେ କହିଦେବା ମିଲେଟ୍ କ୍ଷୀରି। ବାହାରକୁ ଆସି ଦେଖିଲି ଫୁଲକୋବି ବିକା ଆସିଛି। ଅଫ୍ ସିଜନ୍ କୋବି ଯେହେତୁ ସେତେ ଟେଷ୍ଟ ନାହିଁ, ତଥାପି ଯେହେତୁ ଏତେ ସାରା କୋବି ସେ ଆଣିଛନ୍ତି, ଆମେ ସମସ୍ତେ ରଖିବା ନା, ତେଣୁ 2ଟା କୋବି ନେଇ ଆସିଲି। ରାଜା ମାଛ ନେଇକି ଆସିଥିଲା, ମାଛ ରଖିଦେଲି। ବାଡ଼ିରେ 3ଟା ସଜନା ଛୁଇଁ ଥିଲା, ତାକୁ ବି ନେଇ ଆସିଲି। ଆଜି ଏଇସବୁ ତରକାରୀ ହେବ। ଏଇଟା ସକାଳୁ ସକାଳୁ ମାମାଲି ଆଣିକି ଦେଲା, କହିଲା ମୁଁ 2ଟା ଆଣିଛି, ତୁମେ ଏଥିରୁ ଗୋଟେ ଫାଳ ନିଅ। ଏଇଟା ଫଳ ନା ପରିବା କହିବି ଭାବିପାରୁନି। ତାକୁ କେମିତି ଖିଆଯାଏ କହିଦେଉଛି। ତାକୁ ଖୋଲିଦେଲି, ତାକୁ ଗୋଟେ ଗିନାରେ ରଖିଦେଲି, ସେଥିରେ ଟିକେ ଗୁଡ଼ ମିଶାଇ ଦେଲା ପରେ ସେ ଅଟୋମେଟିକ୍ ପାଣି ହେଇଯିବ। ଏଥିରେ ମୁଢ଼ି ମିଶାଇ ଖାଇଲେ ବଢ଼ିଆ ଲାଗିବ। ଖରାଦିନେ ଖାଇଲେ ପେଟ ଥଣ୍ଡା ହେବ। ଜୟ